ଖମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବା ପାଇଁ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମ ସମସ୍ତଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଉତ୍ତମ ବିଷୟ ଚିନ୍ତା କରିବା ଶିଖନ୍ତୁ। ଉତ୍ତମ ବିଷୟ ଚିନ୍ତା କରିବା ଶିଖନ୍ତୁ। ପ୍ରିୟମାନେ, ଆଜି ବହୁତ ସୁନ୍ଦର ପ୍ରସଙ୍ଗରେ ପ୍ରଭୁ ଆମମାନଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ଚାହୁଁଛନ୍ତି। ଉତ୍ତମ ବିଷୟ ଚିନ୍ତା କରିବାକୁ ଶିଖନ୍ତୁ। ଆଜିର ସମାଜରେ ଲୋକମାନେ ବିଭିନ୍ନ ପ୍ରକାର ମନ୍ଦ ଚିନ୍ତା, ବିଭିନ୍ନ ପ୍ରକାର ଦୁଷ୍ଟ ଚିନ୍ତା, ବିଭିନ୍ନ ପ୍ରକାର ଚିନ୍ତାରେ ସେମାନେ ବ୍ୟତିବ୍ୟସ୍ତ ହୋଇ ନିଜର ଶରୀରକୁ, ମନକୁ, ଜୀବନକୁ ସେମାନେ ନଷ୍ଟ କରୁଛନ୍ତି। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆମେ କ'ଣ ଚିନ୍ତା କରିବା ଏହା ଅନ୍ୟ କିଏ ନିଷ୍ପତ୍ତି ନେବ ନାହିଁ। ଆମେ କ'ଣ ଚିନ୍ତା କରିବା ସେଇ ନିଷ୍ପତ୍ତିଟା ଆମେ ନେଇଥାଉ। ଆଜି ଅନେକ ଜଣ ଅଛନ୍ତି ଅତୀତରେ ଘଟିଥିବା ଘଟଣା ଗୁଡ଼ିକକୁ ନେଇ ଚିନ୍ତା କରି କରି ନିଜର ଜୀବନକୁ ନିରୁତ୍ସାହିତ କରୁଛନ୍ତି। ନିଜର ବିଫଳତା ଗୁଡ଼ିକକୁ ନେଇ ଚିନ୍ତା କରି କରି ନିଜକୁ ଆହୁରି ଅଧିକ ନଷ୍ଟ କରୁଛନ୍ତି। ଭବିଷ୍ୟତରେ କି ପ୍ରକାର ବଞ୍ଚିବୁ, ଭଲ ରହିବ କି ମନ୍ଦ ରହିବ, ଏସବୁ ବିଷୟକୁ ମଧ୍ୟ ନେଇ ସେମାନେ ବହୁତ ଚିନ୍ତାରେ ବ୍ୟସ୍ତ ଅଛନ୍ତି। ପ୍ରିୟମାନେ, ବାଇବଲ ଆମମାନଙ୍କୁ କ'ଣ କହେ ସେଇ ବିଷୟରେ ଆମେ ଅଳ୍ପ ସମୟ ଦେଖିବା। ଆମେ ପଢ଼ିବା ଆମମାନଙ୍କର ଫିଲିପିୟ ମଣ୍ଡଳୀକୁ ପ୍ରେରିତ ପାଉଲଙ୍କ ପତ୍ର, ଏହାର 4 ଅଧ୍ୟାୟର 8 ପଦରେ, ଅବଶେଷରେ ହେ ଭାତୃଗଣ, ଯାହା ଯାହା ସତ୍ୟ, ଯାହା ଯାହା ଆଦରଣୀୟ, ଯାହା ଯାହା ଯଥାର୍ଥ, ଯାହା ଯାହା ବିଶୁଦ୍ଧ, ଯାହା ଯାହା ପ୍ରୀତିଭାଜନ, ଯାହା ଯାହା ସୁଖ୍ୟାତିଯୁକ୍ତ, ଯେକୌଣସି ସଦ୍ଗୁଣ ଓ ପ୍ରଶଂସାର ବିଷୟ ଥାଏ, ସେହି ସମସ୍ତ ବିଷୟ ଚିନ୍ତା କର। ପ୍ରଥମରେ 6 ଅଧ୍ୟାୟ 6 ପଦରେ ଲେଖାଗଲା, କୌଣସି ବିଷୟରେ ଚିନ୍ତା କର ନାହିଁ। ପ୍ରଥମେ କୁହାଯାଉଛି କୌଣସି ବିଷୟରେ ଚିନ୍ତା କର ନାହିଁ। ଆଜି ଏହାପରେ 8 ପଦରେ ଆମମାନଙ୍କୁ କୁହାଯାଉଛି ଯେ ତୁମେ କ'ଣ ଚିନ୍ତା କରିବ, କେଉଁ କେଉଁ ବିଷୟ ନେଇ ଚିନ୍ତା କରିବ। ପ୍ରିୟମାନେ, ଯାହା ସତ୍ୟ ସେ ବିଷୟ ନେଇ ଚିନ୍ତା କରିବା। ମିଥ୍ୟା ବିଷୟକୁ ନେଇ ଆମେ ଚିନ୍ତା କରିବା ନାହିଁ। ସତ୍ୟ ବିଷୟ କ'ଣ? ଆମର ମଙ୍ଗଳ ହେବ, ଆଶୀର୍ବାଦ ହେବ, ଆମେ ସୁଖ ପାଇବା, ଶାନ୍ତି ପାଇବା, ଆନନ୍ଦ ପାଇବା। ପ୍ରଭୁ ଯୀଶୁଖ୍ରୀଷ୍ଟ ମେଘମାଳାରେ ଆସିବେ, ଆମମାନଙ୍କୁ ନେଇଯିବେ, ଆମମାନଙ୍କ ଶରୀର ବଦଳିଯିବ। ଆମେ ଗୋଟେ ରୂପାନ୍ତରିତ ଗୌରବମୟ ଶରୀରରେ ଦୁନିଆର ସମସ୍ତ ପ୍ରକାର କଷ୍ଟ, ଜଞ୍ଜାଳ, ଦୁଃଖ, ରୋଗ, କଷ୍ଟରୁ ମୁକ୍ତ ହୋଇ ଅନନ୍ତ କାଳ ପର୍ଯ୍ୟନ୍ତ ସ୍ୱର୍ଗର ପରମେଶ୍ୱରଙ୍କ ସହିତ ରହିବା। ସେଇ ବିଷୟ ନେଇ ଆମକୁ ଚିନ୍ତା କରିବାର ଆବଶ୍ୟକ ରହିଛି। ସେଇଟା ହେଲା ସତ୍ୟ ବିଷୟ। ଆମେ କି ପ୍ରକାର ଚଳିବୁ, କି ପ୍ରକାର ଋଣ ସୁଝିବୁ, କି ପ୍ରକାର ଭାବରେ ସୁସ୍ଥ ହେବୁ, କି ପ୍ରକାର ମେଡ଼ିକାଲରେ ଆମେ ବିଲ୍ ଦେବୁ, ଏ ଅନେକ ବିଷୟକୁ ନେଇ ଆଜି ଲୋକମାନେ ଏତେ ପ୍ରକାର ଭାବରେ ଚିନ୍ତିତ। ସେଥିପାଇଁ ଆମେ ଉତ୍ତମ ବିଷୟ ଚିନ୍ତା କରିବାକୁ ଶିଖନ୍ତୁ। ଯେଉଁ ବିଷୟ ସତ୍ୟ ବିଷୟ, ଠିକ୍ ବିଷୟ, ସେଇ ସବୁ ବିଷୟ ଚିନ୍ତା କରିବାର ଅଛି। ଯେବେ ମଧ୍ୟ ଆପଣଙ୍କ ଜୀବନରେ କୌଣସି ପ୍ରକାର ନକାରାତ୍ମକ ଚିନ୍ତା ଆସିଲେ ତାକୁ ରିଜେକ୍ଟ କରନ୍ତୁ। ମିଥ୍ୟା ଚିନ୍ତା ଆସିଲେ ତାକୁ ରିଜେକ୍ଟ କରନ୍ତୁ, ତାକୁ ଅସ୍ୱୀକାର କରନ୍ତୁ। ମୁଁ এই ବିଷୟ ନେଇ ଚିନ୍ତା କରିବି ନାହିଁ। ଆମମାନଙ୍କ ଜୀବନରେ ଯେକୌଣସି ବିଷୟ ଗୁଡ଼ିକ ପଳାଇ ଆସି ଆମେ ସେସବୁ ବିଷୟକୁ ଧରି ଆମେ ଚିନ୍ତାମଗ୍ନ ହୋଇଯାଉ, ଚିନ୍ତାରେ ମାତିଯାଉ, ଚିନ୍ତାରେ ବୁଡ଼ିଯାଉ। ମାତ୍ର ବାଇବଲ ଆମମାନଙ୍କୁ ସେସବୁ ଶିଖାଏ ନାହିଁ। ଆମକୁ ଯାହା ସତ୍ୟ, ଯାହା ଆଦରଣୀୟ, ଯେଉଁ ବିଷୟ ଆଦରଣୀୟ ବିଷୟ, ଆଦରର ବିଷୟ, ସମ୍ମାନର ବିଷୟ, ସେସବୁ ବିଷୟକୁ ନେଇ ଆମେ ଚିନ୍ତା କରିବାର ଆବଶ୍ୟକ ରହିଛି। ଯାହା ଯଥାର୍ଥ, ଯାହା ବିଶୁଦ୍ଧ, ଯାହା ପ୍ରୀତିଭାଜନ, ଯାହା ସୁଖ୍ୟାତିଯୁକ୍ତ, ଯେକୌଣସି ସଦ୍ଗୁଣ ଓ ପ୍ରଶଂସାର ବିଷୟ ଥାଏ, ସେହି ସମସ୍ତ ବିଷୟ ଚିନ୍ତା କର। ପ୍ରିୟମାନେ, ଆମର ମଙ୍ଗଳ ହେବ। ଆମମାନେ ଉତ୍ତମ ସ୍ୱାସ୍ଥ୍ୟ ଭୋଗ କରିବା, ଆମେ ଉନ୍ନତି ଲାଭ କରିବା, ଆମମାନଙ୍କର ପୁଅ ଝିଅମାନେ ସଫଳ ହେବେ,
ତାଙ୍କର ଭବିଷ୍ୟତ ମଙ୍ଗଳମୟ ହେବ। ଆସନ୍ତା ଦିନମାନଙ୍କରେ ଆମମାନଙ୍କର ଏ ଦରିଦ୍ର ଅବସ୍ଥା ବଦଳିଯିବ। ଆମମାନଙ୍କର ଆର୍ଥିକ ସମସ୍ୟାର ସମାଧାନ ହେବ। ପରିବାରର ଅଶାନ୍ତି ଗୁଡ଼ିକ ଦୂର ହେବ। ପରିବାର ଲୋକମାନେ ଆତ୍ମିକ ହେବେ, ପ୍ରଭୁଙ୍କୁ ଜାଣିବେ, ପ୍ରଭୁଙ୍କ ପଛରେ ଚାଲିବେ, ଜୀବନ ପୁସ୍ତକରେ ନାମ ଲେଖା ହେବ। ଆମମାନେ ଏହିସବୁ ବିଷୟ ଗୁଡ଼ିକକୁ ନେଇ ଆମେ ଚିନ୍ତା ନ କରି ସେ ନ ବଦଳିଲେ କେମିତି ହେବ, ସେ ମୋ କଥା ନ ମାନିଲେ କେମିତି ହେବ, ମୋ ଛୁଆର ଭବିଷ୍ୟତ କ'ଣ ହେବ, ମୋ ପାଖରେ ତ ଏତେ ଟଙ୍କା ନାହିଁ, କି ପ୍ରକାର ତାଙ୍କର ସ୍କୁଲ ଫିସ୍ ଦେବି, ଯଦି ଆମେ ରୋଗରେ ପଡ଼ିଯିବା ତାହେଲେ ଆମେ ଟ୍ରିଟମେଣ୍ଟ ଆମେ କେମିତି କରିବା, ମୋତେ ଗୋଟେ ବଡ଼ ରୋଗ ହେଇଯିବ ତାହେଲେ ମୁଁ କେମିତି କରିବି। ଆଜି ଅନେକ ଜଣ ଏସବୁ ବିଷୟ ଗୁଡ଼ିକକୁ ନେଇ ଚିନ୍ତା, ବହୁତ ଚିନ୍ତା। ଏହା ଉତ୍ତମ ବିଷୟ ନୁହେଁ। ଏହା ଆମକୁ ଚିନ୍ତା କରିବା ପାଇଁ କୁହାଯାଉ ନାହିଁ। ଆମକୁ ଆମର ଚିନ୍ତାର ଭାର ପ୍ରଭୁଙ୍କ ଉପରେ ପକାଇବା ପାଇଁ କୁହାଯାଉଛି। ମାତ୍ର ଯେକୌଣସି ଭଲ ବିଷୟ, ଉତ୍ତମ ବିଷୟ, ଆମର ମଙ୍ଗଳର ବିଷୟ, ସେସବୁ ବିଷୟକୁ ନେଇ ଆମେ ଚିନ୍ତା କରିବା। ଆମେ ଭଲରେ ରହିବୁ, ଭଲରେ ବଞ୍ଚିବୁ, ଆତ୍ମିକ ହେବୁ, ପ୍ରାର୍ଥନା ଜୀବନ ହେବ, ଆମମାନଙ୍କର ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ଭଲ ହେବ, ଆମମାନଙ୍କର ମାଆଙ୍କ ପରିବାର, ଶାଶୁଙ୍କ ପରିବାର ସମସ୍ତେ ପରିବର୍ତ୍ତନ ହେବେ, ଆମେ ମିଶି ସମସ୍ତେ ଆମେ ଚର୍ଚ୍ଚ ଯିବୁ। ଆମେ ଏହିସବୁ ବିଷୟ ଗୁଡ଼ିକକୁ ଚିନ୍ତା ନ କରି ଆମେ ଯେକୌଣସି ବିଷୟକୁ ନେଇ ଚିନ୍ତା କରି ଘାଣ୍ଟି ହେଇ ଛଟପଟ ଆମେ ହେଇଯାଉଛୁ। ପ୍ରିୟମାନେ, ବାଇବଲ ଆମମାନଙ୍କୁ କହେ ଆମମାନଙ୍କୁ କେଉଁ ସବୁ ବିଷୟକୁ ନେଇ ଆମେ ଚିନ୍ତା କରିବା। ସେଥିପାଇଁ ମାଥ୍ୟୁ ଲିଖିତ ସୁସମାଚାରରେ ପ୍ରଭୁ ଯୀଶୁଖ୍ରୀଷ୍ଟ କହନ୍ତି ଯେ କ'ଣ ଖାଇବ, କ'ଣ ପିଇବ, କ'ଣ ପିନ୍ଧିବ, ଏହିସବୁ ବିଷୟକୁ ନେଇ ତୁମେ ଚିନ୍ତା କର ନାହିଁ। କାରଣ ଏହିସବୁ ଯାକ ଆମମାନଙ୍କ ଆବଶ୍ୟକ, ଏହା ଆମମାନଙ୍କ ସ୍ୱର୍ଗସ୍ଥ ପିତା ଜାଣନ୍ତି। ମାତ୍ର ପ୍ରଥମେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ବିଷୟ ସବୁ ଅନ୍ୱେଷଣ କର, ଆଉ ଏହିସବୁ ବିଷୟ ଗୁଡ଼ିକ ତୁମକୁ ଦିଆଯିବ। ଆମମାନଙ୍କୁ ପରମେଶ୍ୱର ଏହି ପ୍ରକାର କଥା କହୁଛନ୍ତି। ଆମମାନଙ୍କ ପରମେଶ୍ୱର ଏହି ପ୍ରକାର ଭାବରେ ଆମକୁ ସେ ବାକ୍ୟ ଲେଖିଛନ୍ତି। ସେଥିପାଇଁ ଆଜି କହିବା ପାଇଁ ଚାହେଁ, ଆପଣଙ୍କର କ'ଣ ଚିନ୍ତା କରିବେ ଏଇଟା କୌଣସି ବ୍ୟକ୍ତି ଆପଣ ପାଇଁ ଡିସାଇଡ଼୍ କରିବେ ନାହିଁ। ଶୈତାନ ଆପଣଙ୍କୁ ଗୋଟେ ଥଟ୍ ଦେଇପାରେ, କୌଣସି ମନୁଷ୍ୟ ଆପଣଙ୍କୁ ଗୋଟେ ଥଟ୍ ଦେଇପାରେ। ମାତ୍ର ଯେଉଁ ବିଷୟ ଚିନ୍ତା କରିବା ଦ୍ୱାରା ମୁଁ ଡିପ୍ରେସନରେ ଯାଏ, ମୋତେ ଦୁଃଖ ହୁଏ, ଯେଉଁ ବିଷୟ ଚିନ୍ତା କରିବା ଦ୍ୱାରା ମୁଁ ନିରୁତ୍ସାହିତ ହୁଏ, ସେ ବିଷୟ ଆମେ କାହିଁକି ଚିନ୍ତା କରିବା? ଆମେ ଯେଉଁ ବିଷୟ ଚିନ୍ତା କରିବା ଦ୍ୱାରା ଆମର ଉତ୍ତମ ହୁଏ, ମଙ୍ଗଳ ହୁଏ, ଆଶୀର୍ବାଦ ପ୍ରାପ୍ତ ହୁଏ, ସେହିସବୁ ବିଷୟ ଯଦି ଆମେ ଚିନ୍ତା କରିବା ତାହେଲେ ଆମେ ଉତ୍ତମ ଭାବରେ ରହିପାରିବା, ଭଲ ଭାବରେ ରହିପାରିବା। ସେଥିପାଇଁ ପ୍ରଭୁ ଆଜି ଆମମାନଙ୍କୁ ପୁନର୍ବାର ତାଙ୍କର ବାକ୍ୟ ଦ୍ୱାରା ଆମମାନଙ୍କୁ ଉତ୍ସାହିତ କରିଛନ୍ତି। ଆପଣ ଭଲ ବିଷୟ ଚିନ୍ତା କରନ୍ତୁ, ରୋଗ ବିଷୟ ଚିନ୍ତା କରନ୍ତୁ ନାହିଁ, ସୁସ୍ଥତା ବିଷୟ ଚିନ୍ତା କରନ୍ତୁ, ଅଭାବ ବିଷୟ ଚିନ୍ତା କରନ୍ତୁ ନାହିଁ, ଆପଣ ଆଶୀର୍ବାଦ ବିଷୟ ଚିନ୍ତା କରନ୍ତୁ। ଆପଣ କୌଣସି ପ୍ରକାର ବିଷୟରେ ଚିନ୍ତାରେ ନିଜକୁ ନଷ୍ଟ କରନ୍ତୁ ନାହିଁ। କାରଣ କ'ଣ ଚିନ୍ତା କରିବା ପ୍ରଭୁ ଆମମାନଙ୍କୁ ଜଣାଇଛନ୍ତି। ପ୍ରଭୁ ଆମମାନଙ୍କୁ ବାକ୍ୟ ଦେଇ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମମାନେ ପ୍ରାର୍ଥନା କରିବା ପାଇଁ ଯିବା। ସ୍ୱର୍ଗୀୟ ପିତା, ମୁଁ ତୁମକୁ ହୃଦୟ ସହିତ ଧନ୍ୟବାଦ ଦିଏ। ତୁମେ ଆମକୁ ଏତେ ପ୍ରେମ କରୁଛ ଯେ ଆମେ କ'ଣ ଚିନ୍ତା କରିବୁ, କେଉଁ ବିଷୟ ନେଇ ଆମେ ଚିନ୍ତା କରିବୁ, ସେସବୁ ବିଷୟ ଗୁଡ଼ିକ ତୁମେ ଲେଖିଛ। ଆଉ ତୁମେ ଯେଉଁ ବିଷୟ ଗୁଡ଼ିକ ଆମମାନଙ୍କ ନିମନ୍ତେ ଲେଖିଛ, ଯେଉଁ ବିଷୟ ଚିନ୍ତା କରିବା ଦ୍ୱାରା ଆମର ମଙ୍ଗଳ ହେବ, ଆଶୀର୍ବାଦ ପାଇବୁ, ସମୃଦ୍ଧି ଲାଭ କରିବୁ, ସେସବୁ ବିଷୟ ଗୁଡ଼ିକ ତୁମେ ଆମମାନଙ୍କୁ ଲେଖିଦେଇଛ। ମୁଁ ତୁମକୁ ଧନ୍ୟବାଦ ଦିଏ। ତୁମେ ଆମକୁ ଏତେ ପ୍ରେମ କରୁଛ, ଆମମାନଙ୍କ ଜୀବନର ପ୍ରତ୍ୟେକ ଆମ ଚିନ୍ତା ଭାବନା ବିଷୟକୁ ନେଇ ମଧ୍ୟ ତୁମେ ଆମମାନଙ୍କୁ ପ୍ରଭୁ ଉତ୍ସାହିତ କରୁଛ। ସେଥିପାଇଁ ଧନ୍ୟବାଦ। ତୁମେ ସବୁ ସମୟରେ ଆମମାନଙ୍କ ଯତ୍ନ ତତ୍ତ୍ୱ ନେଇ ବାକ୍ୟ ଦ୍ୱାରା କଥା କହୁଥିବାର ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରଭୁ ଯୀଶୁ ନାମରେ ମାଗୁଛୁ। ଆମେନ୍, ଆମେନ୍। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ଆଉ ଗୋଟେ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ ରହିବା। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।